କିନ୍ତୁ ଭାରତୀୟ ଜନତା ପାର୍ଟି ତରଫରୁ ଏ ଯୋଉ ସାଧାରଣ ନିର୍ବାଚନ ଗଣତନ୍ତ୍ର ମହାପର୍ବରେ ଆଜି ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ତରଫରୁ ଭାରତୀୟ ଜନତା ପାର୍ଟି ତରଫରୁ ଆମେ ନାମାଙ୍କନ ପତ୍ର ଭରିବାକୁ ବାହାରିଛେ। ଡେଲାଙ୍ଗ ପିପିଲି ସମସ୍ତ ଯୁବ ଗୁରୁଜନ ମା ମାଉସୀ କୃଷକ ସମସ୍ତଙ୍କର ଆଶୀର୍ବାଦ ରହିଛି। ଆପଣ ଦେଖିବେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଭାବରେ ଆଜି ସମସ୍ତେ ଏକଜୁଟ ହୋଇ ପୁରୀ ପର୍ଯ୍ୟନ୍ତ ପହଞ୍ଚିବେ, ନାମାଙ୍କନ ପତ୍ର ଦାଖଲ କରାଯିବ ଏବଂ ଆଗାମୀ ଦିନରେ ଘରେ ଘରେ ପହଞ୍ଚି କିଭଳି ଭାବରେ ଡବଲ ଇଞ୍ଜିନ ସରକାର ଆସିବ, ମୋଦିଙ୍କ ଶାସନ ଆସିବ, ଲୋକ ଯୋଉ କଥାକୁ ଅପେକ୍ଷା କରି ବସିଛନ୍ତି ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟିର ବିଜୟ। ଆମ ଲୋକସଭା ପ୍ରାର୍ଥୀ ଅଛନ୍ତି ପୁରୀ, ନିଶ୍ଚିତ ଭାବରେ ଯେହେତୁ ପିପିଲି ବିଧାନସଭା କିନ୍ତୁ ତାଙ୍କ ଲୋକସଭା ଅଧୀନରେ ଯାଉଛି, ସେଠି ଆଜି ନାମାଙ୍କନ ପତ୍ର ଭରିବେ। ସେ ଆମ ସହିତ ଆମେ ଉଭୟ ଆଜି ପୁରୀରେ ନାମାଙ୍କନ ପତ୍ର ଦାଖଲ କରିବୁ। ଦେଖନ୍ତୁ ଇଏ ଗଣତନ୍ତ୍ର ମହାପର୍ବରେ ଭାରତୀୟ ଜନତା ପାର୍ଟି 100% ଆଶାବାଦୀ। ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହବ ଆପଣ ଦେଖିବେ। ଏବଂ ରହିଲା ଡେଲାଙ୍ଗ ପିପିଲି କଥା, ଡେଲାଙ୍ଗ ପିପିଲିରେ ଜନସାଧାରଣ ପରିବାରବାଦୀର ସମାପ୍ତ କରିବେ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶାସନ ଆସିବ। आज भारतीय जनता पार्टी जो प्रत्याशी विधानसभा पिपिली डेलांग अच्छा आश्रित पट्टनायक एवं पुरी लोकसभा सांसद प्रार्थी डॉक्टर संबित पात्र आज नॉमिनेशन दाखल करेणु समस्त कर्मी समस्त जनसाधारण समस्त आशीर्वाद भिक्षा कर निश्चित भाव जहाँ आमर आकलन रही पिपिली डेलांग हो ओडिशा रे हो एथर बीजेपी सरकार करिवो एवं नरेंद्र मोदी जी जो रही आह्वान रही 2047 जो स्वप्न रही ओडिशा एवं एक विकसित भारत गठन करिवार जो स्वप्न निश्चित भाव में साकार हम एथर एवं मोदी जी भारत रे सरकार करिवे एवं ओडिशा रे बीजेपी सरकार करिवो हूँ जनसाधारण इच्छा आ परिवर्तन स्रो छुटी एवं ये डेलांग पिपिली जो परिवारवाद शासन चली जो भ्रष्टाचार शासन चली दुर्नीति मुक्त शासन चली मिटेवा जनसाधारण मनस्थ कर परिवर्तन निश्चित भाव में हम पिपिली डेलांग।